हेलो सांग मैंने जय जगन्नाथ ମୁଁ ଆଶା କରୁଛି ଆପଣ ସମସ୍ତେ ଠିକ୍ ଠାକ୍ ଥିବେ। ତ ଟାଇମ୍ ଆସି ହେଇଗଲାଣି 5:30। ତ ମୁଁ ଗାଧେଇ ପୁରାପୁରି ରେଡ଼ି ହେଇଗଲି। ତ ମୁଁ ଟିକେ ମେକଅପ୍ ବି ହେଇସାରିଲି। ମୁଁ ସବୁବେଳେ ତ ସିମ୍ପଲ୍ ହିଁ ରହିବାକୁ ଭଲ ପାଏ। ତ ଏବେ ଆମେ ବାହାରି ସାରିଲୁ। ତ ଏବେ ବର୍ତ୍ତମାନ ଗେଟ୍ ବାହାରେ ଅଛୁ। ତ ଏବେ ଆମେ ବାଇକ୍ ପାଖକୁ ଯିବା। ତ ଆମେ ବାହାରକୁ ପୁରାପୁରି ପଳେଇ ଆସିଲୁ। ସକାଳ ବି ହେଇସାରିଲା। ଟାଇମ୍ ଆସି ହେଇସାରିଛି 6ଟା। ତ ଆମକୁ ଗୋଟେ ଆଡ଼େ ଯିବାର ଅଛି। ତ ଆପଣମାନେ ସମସ୍ତେ ଫାଷ୍ଟ ଲାଷ୍ଟରେ ରୁହନ୍ତୁ ତ ଜାଣିପାରିବେ। ତ ମୁଁ ମୋର ପୁରା ଲୁକ୍ଟା ହିଁ ଦେଖାଇ ଦେଉଛି। ଦେନ୍ ଆମେ ବାଇକ୍ରେ ଯାଉଛୁ ବସ୍ ପାଖକୁ, ବସ୍ ଷ୍ଟାଣ୍ଡ। ସେଇଠୁ ମୁଁ ବସ୍ ଧରିକି ଆଉ ଗୋଟେ ଜାଗା ଯିବାର ଅଛି। ତ ଆମେ ଏଠି ଆସିକିନା ବସ୍କୁ ୱେଟ୍ କରିଛୁ। ଦେନ୍ ବସ୍ ବି ଚାଲି ଆସିଲା। ତ ଆମେ ଟିକଟ୍ ବି କାଟି ସାରିଛୁ। ତ ଆପଣମାନେ ଗେସ୍ କରିକି ଆମେ କେଉଁଠିକି ଯିବୁ। ତ ଏବେ ବର୍ତ୍ତମାନ ଆମେ ଷ୍ଟେସନ୍ ଚାଲି ଆସିଛୁ। ତ ଆପଣମାନେ ଜାଣି ହିଁ ଥିବେ ଷ୍ଟେସନ୍ ଆସୁଛୁ ମାନେ ମୁଁ ମାମା ଘରକୁ ଯାଏ। ଛୋଟିଆ ଭୋଜିଟା ଅଛି ତ ସେଥିଲାଗି। ତ ଆମେ ବର୍ତ୍ତମାନ ଲିଫ୍ଟରେ ଯାଉଛୁ। ମୋ ପୁଅ ତ ବହୁତ ଖୁସି ଯେ ତା'ର ଲିଫ୍ଟରେ ଯାଇକିନା। ତ ସାଙ୍ଗମାନେ ଏବେ ଆମେ ଟ୍ରେନ୍ରେ ବି ବସି ସାରିଛୁ। ତ ରୂପାଲି ବର୍ତ୍ତମାନ ସେ ତା'ର ହାଇ କହିଦେଲି। ମୋ ହଜବେଣ୍ଡ ତ ମୋବାଇଲରେ ବ୍ୟସ୍ତ। ତ ପୁଣି ସେ ହାଇ କହିଦେଲା। ତ ଏବେ ଆମେ ଖୋର୍ଦ୍ଧା ପଳେଇ ଆସିଲୁ। ତ ଏବେ ଗଞ୍ଜାରେ ଅଛୁ। ଆଉ ଗୋଟେ ଷ୍ଟେସନ୍ ପରେ ଛତ୍ରପୁର ଚାଲି ଆସିବୁ। ତ ଛତ୍ରପୁର ବି ପଳେଇ ଆସିଲୁ। ଦେଖନ୍ତୁ ମୋ ହଜବେଣ୍ଡ ସୁରତ ଗଲା ଭଳିଆ କେଡ଼େ ବଡ଼ ଲଗେଜ୍ ସେ ତା'ର ଧରିଛନ୍ତି। ମାନେ ସେ ଲଗେଜ୍ଟା ହେଉଛି ମୋର, ତ ମୁଁ ଧରିପାରୁନି, ସେ ତାଙ୍କର ଧରିଛନ୍ତି। ଦେଖନ୍ତୁ ଛତ୍ରପୁର ଷ୍ଟେସନ୍। ଦେନ୍ ଆମେ ବାଇକ୍ ଷ୍ଟାଣ୍ଡ ଚାଲି ଆସିଲୁ। ଅଟୋ ବଗେରା ସବୁ ଥାଏ। ତ ଅଟୋ ବୁକ୍ କରିକିନା ଆମେ ଅଟୋରେ ଯାଉଛୁ। ତ ମୁଁ ଆମ ଘରକୁ ଆସିକିନା ପୁରାପୁରି ରେଡ଼ି ହେଇଗଲି। ମୁଁ ପୁରା ଲୁକ୍ଟା ହିଁ ଆପଣମାନଙ୍କୁ ଦେଖୁଛି। ଦେଖନ୍ତୁ ସାଙ୍ଗମାନେ। ଆପଣମାନେ ଏଇଟା ଦେଖିକି ଜାଣିପାରୁଥିବେ ଆମେ କ'ଣ ପାଇଁ ଆସିଛୁ। ତ ମୋ ପୁଅ ପାଇଁ ଡ୍ରେସ୍ କିଣିବାକୁ ଆସିଛୁ। ତ ଆମେ ବର୍ତ୍ତମାନ ତା ପାଇଁ ଗୋଟେ ଟି ସାର୍ଟ ଦେଖିବୁ ସାଙ୍ଗେ ଅର୍ଜେଣ୍ଟଲି ଅଛି। ତ ସେମିତି କିଛି ତା ପାଇଁ କିଛି ସପିଂ ବି କରିପାରିଲୁନୁ। ତ ଏବେ ଆମେ ତା ପାଇଁ ଟି ସାର୍ଟ ଖୋଜିବାକୁ ଯାଉଛୁ। ଷ୍ଟାଇଲ୍ ବଜାର ଆସୁଛୁ ଛତ୍ରପୁର। ତ ଏବେ ଆମର ବିଲ୍ କାଉଣ୍ଟର ପାଖକୁ ଆସୁଛୁ ବିଲ୍ କରିବାକୁ। ତ ଆମେ ବିଲ୍ ବି କରିସାରିଲୁ। ଦେନ୍ ଆମେ ଗାଡ଼ିରେ ବସିକିନା ଯାଉଛୁ। ତ ଆପଣମାନେ ଭିଡ଼ିଓରେ ରହିଲେ ଜାଣିପାରିବେ କି ମୁଁ ମୋ ଛୁଆ ପାଇଁ କେଉଁ ଡ୍ରେସ୍ଟା ଆଣିଛି। ଦେଖନ୍ତୁ ଯେ ମୋ ମାଇଁ ତ ସେମାନେ ମାନେ ତାରାତାରିଣୀ ମନ୍ଦିର ପାଖକୁ ଆସୁଛୁ। ସେଠି ଭୋଜି କରୁଛନ୍ତି, ମାନେ ଛୋଟିଆ ଫିଷ୍ଟଟେ କରୁଛନ୍ତି। ତ ମୋ ଭାଉଜ ସେଥିରେ ପାଣି ନେଉଥିଲି। ତ ଏବେ ଆମେ ଯିବା, ପୁରା ଜାଗାଟା ହିଁ ଦେଖାଇଦେବି ଆପଣମାନଙ୍କୁ। ଦେଖନ୍ତୁ ସମସ୍ତେ ବସିଛନ୍ତି ଏଠି। ମୋ ଭାଇର ଗୋଟେ ସାଙ୍ଗଟେ, ସେ ତାଙ୍କ ରୋଷେଇରେ ବ୍ୟସ୍ତ। ମୋ ଭାଉଜ ମୋ ଭଣଜାକୁ ଧରିଛନ୍ତି, ସେ ବି ଆସିଛନ୍ତି। ମାଇଁ ଆଉ ମୋ ନଣନ୍ଦ ସମସ୍ତେ ବସି କଥାବାର୍ତ୍ତା ହେଉଛନ୍ତି। ତ ଚାଲନ୍ତୁ, ଯିଏ ଯାହା କାମରେ ପୁରା ବ୍ୟସ୍ତ ଅଛନ୍ତି। ତ ଆମେ କାହିଁ ସମସ୍ତଙ୍କୁ ଡିଷ୍ଟର୍ବ କରିବା। ଇଏ ମୋ ମାମୁଁର ପୁଅ। ତ ଦେଖନ୍ତୁ ଆମେ ଆଉ ଗୋଟେ ମେମ୍ବର ଚାଲି ଆସିଲା, ମାନେ ମୋ ବଡ଼ ଭାଉଜ, ଆମ ଝିଅ। ଦେଖନ୍ତୁ ଏମାନେ କେଉଁଠି ବସିଛନ୍ତି। ମୋ ଭାଉଜ ଆଉ ଗୋଟେ ଭାଉଜ, ସେ ତା'ର ଲାଜ କରୁଛି, ସେ ହାଇ ବି କରିସାରିଲାଣି। ତ ଏବେ ଆମେ ମନ୍ଦିର ଯିବୁ, ମନ୍ଦିର ଦର୍ଶନ କରିବାକୁ। ତ ଏବେ ଆମେ ଟିକଟ୍ କାଉଣ୍ଟର ପାଖକୁ ଯିବୁ, ମାନେ ବସ୍ ଟିକଟ୍। ତ ଆମେ ବସ୍ ଟିକଟ୍ ବି ନେଇ ଆସିଲୁ। ଦେନ୍ ଆମେ ବସ୍ରେ ବସିବୁ। ତ ବସ୍ରେ ବସି ସମସ୍ତେ ବହୁତ ଏନ୍ଜୟ କରିଛନ୍ତି। ଦେଖନ୍ତୁ ସବୁଠୁ ଅଧିକ ଏନ୍ଜୟ କରିଛି ମୋ ବେଟା ହିଁ ସବୁଠୁ ବହୁତ ଏନ୍ଜୟ କରିଛି। ମାନେ ତା ଡ୍ୟାନ୍ସ ବଗେରା ଦେଖିବ ବୋଲି ଏତେ ମାନେ ଖୁସି ଲାଗୁଛି କୁହନି। ତ ସମସ୍ତେ ବସିଛନ୍ତି, ହେଲେ ଆମେ ସମସ୍ତେ ଛିଡ଼ା ହେଇଛୁ। ଛିଡ଼ା ହେବାରେ ବହୁତ ମଜା। ଯେଉଁ ରାସ୍ତା ନା ବାବାରେ କୁହନି, ବହୁତ ଖୁସି ଲାଗୁଛି। ମାନେ ଏଇଟା ତ ପାଖରେ, ଆମ ଗାଁ ପାଖରେ ଏଇଟା। ତ ଆମେ ଥରେ ଦୁଇଥର ପ୍ରାୟ ଆସିଛୁ। ତଥାପି ବହୁତ ଖୁସି ଲାଗୁଛି ଆସିକିନା ବି। ତାପରେ ମୋର ଆଉ ଗୋଟେ ନଣନ୍ଦ, ସମସ୍ତେ ମାନେ ଭୟରେ ସବୁ ଧରିଲା ବସି ଇଏ ତା ଷ୍ଟାଇଲ୍ରେ ପୋଜ୍ ଦେଉଛି ଗୋଟେ। ସେଇ କଥା ନେଇ ସମସ୍ତେ ହସୁଛନ୍ତି, ଚକ୍ ବି ବଗେରା ଉଡ଼ଉଛନ୍ତି। ଦେନ୍ ଆମେ ମନ୍ଦିର ଚାଲି ଆସିଲୁ।
मो भाउज मैंने समस्ते मो पुओ धरी जीजुआड़े व्यस्त। तो आम रूपाली की पुणी देखी से पुणी हाय कहीदेला। तो मो पूरा जगह आपण मानक टर्न करना देखा देखते बहुत सुंदर जगह। इट्ठी जितल भी आसो तो बहुत भिड़ थाए के भी फाँका न थाए। तो चलो जीवा। तो किसी कारण जो मतलब मंदिर भीतर जापारि मंदिर दर्शन तो करें सेठाकर ब्लॉग भी बन पारि जहाँ बाहर ढेर ही बनईदेवी। तो सेठी लाइन लगी समस्ते छिड़ा बहुत गहली। तो आम घर लोक भी पलैले मो ननद ही आम दिज रही आम दिज कहीं भी जीवन आ बाकी लोग पलैबे। तो एम दर्शन करके भी चली आसे देखो मो पुओ से शॉपिंग मॉल ये ड्रेसटा धरिक आसी। तो चलते सामने एवं बर्तमान आम बस रे बस सारू मंदिर दर्शन तो हो सारा। ये बहुत भिड़ दिन आम पलि आसलु एवं रंधा भी रोषे भी अलमोस्ट सरी सारा। तो चलतु भोक भी बहुत जोर से है दिन आम जा खाइबा। तो आम ये पलि आसलु भर मो भाई से तार समस्त खाइबा बाड़ी दूला। तो आम आमर ये बसचु ये दिज तो मटन कांगारुनी दिज खाली चकी कर आसो देखते आम भात डाली चिप्स सालेड देन आमर मटन होता। तो सांग मैंने ये मानसिकटा मो मामा करते मो करते तारा तारिणी मंदिर रंधे बोली। तो ये आम पलि आसलु बाइक पाखक घर को जबार बहुत लेट भी हो सारा। तो आम घर को बाहर तो ये आम आम बैक रे बस सारू। तो सांग मैंने वीडियो भल लगी लाइक शेयर सब्सक्राइब करूँ आदौ भूलि आपण एमती भल पाइबा दिंतु भल पाइबा देले ही आम आग को बढ़ू। रोचे सांग मैंने लव यू टाटा बाय।